ତାହିଁ ତ ସେ କରିବାକୁ ବାଧ୍ୟ, କାରଣ ତାଙ୍କ ଦଳରେ ଲୋକ ନାହାନ୍ତି, ନେତା ନାହାନ୍ତି, ମାନେ ସେଇ ଟାଇପ୍ର ଯେ ଲୋକଙ୍କୁ ଆକୃଷ୍ଟ କରିପାରିବେ। ତାଙ୍କୁ ଗୋଟିଏ ଧରି ନେଇଛନ୍ତି ଦେବତା ତାଙ୍କର ମୋଦି, ଶାହା ମୋଦି ସେଇକୁ ଧରି ନେଇଛନ୍ତି। ଆଉ କୌଣସି ସ୍ତରରେ ତାଙ୍କର ନେତା ସେ ପ୍ରକାର ନାହାନ୍ତି। ସେ ଖୋଜୁଛନ୍ତି କେଉଁଠୁ ଆସିବେ, ଇଏ ହେଲା ନମ୍ବର ୱାନ୍ ତାଙ୍କର ଇଏ ଗୋଟିଏ କଥା। ଦ୍ୱିତୀୟ କଥା ହେଉଛି ଯେଉଁମାନେ ବି ଅଛନ୍ତି ସେମାନେ ଅନପପୁଲାର ହେଇଛନ୍ତି। ଆ ଭିତରେ କେତେକ ଜାଗାରେ ଯେଉଁମାନେ ଜିତିଥିଲେ ସେମାନେ ଅନପପୁଲାର ହେଇଛନ୍ତି ଏବଂ ସେମାନେ ମଧ୍ୟ ଦୁର୍ନୀତିଗ୍ରସ୍ତ ବୋଲିକରି କେତେକ ଜାଗାରେ ପ୍ରମାଣିତ ହୋଇଛି। ତେଣୁ ସେଥିପାଇଁ ସେ ନୂଆ ଲୋକ ଖୋଜୁଛନ୍ତି, ସବୁ ଜାଗାରେ କମିଟି କରିକିରି ତାଙ୍କୁ ଆଣି ସ୍କ୍ରିନିଂ କରିକିରି କେମିତି କ'ଣ କରିବେ ସେ ବ୍ୟବସ୍ଥା କରୁଛନ୍ତି। ଏକଦମ ଲୋକ ତ ନାହାନ୍ତି, ତାଙ୍କର ଲୋକ ନଥିଲେ ଲୋକ ଆଡ଼ୁ ସାଡ଼ୁ ଗୋଟେଇକି ନେଇଛନ୍ତି, ସେ କେଉଁଠୁ ଆସିବେ? ସେ ଠିକ୍ ଭୋଟ ବେଳ ଆସିଲେ ପଳେଇବେ ନା। ଆଉ ଧର ଏବେ ବିଜେପିରେ ମିଶିଥିବା ଅନେକ ଲୋକ ଭୋଟ ଆସିଲା ବେଳକୁ ମୁଁ ତ ସିଓର ଯେ କଂଗ୍ରେସକୁ ଫେରି ଆସିବେ। କଂଗ୍ରେସକୁ କିଛି ଲୋକ ଯାଇଛନ୍ତି, ସେ ଫେରି ଆସିବେ। ଦେଖିଲେ ମାନେ ଗୋଟାଏ ଆସିଗଲା, ଜାଣିଗଲେ ଯେ ବିଜେପି ବିଜେଡ଼ି ଏକ, ବିଜେପି ଗୋଟିଏ ଦଳର ଗୋଟିଏ ଟଙ୍କାର ଦୁଇ ପାର୍ଶ୍ୱ। ଏ କଥା ଯେତେବେଳେ ଲୋକେ ଜାଣି ଆସିଲେଣି ଏବଂ ତାଙ୍କ ଭିତରେ ଏଇଟା ଜମାଟ ବାନ୍ଧୁଛି, ସେ ସେହି ସମୟରେ ଆଙ୍କୁ ଦୁଇ ଜଣଙ୍କୁ ପ୍ରତ୍ୟାଖ୍ୟାନ କରି କଂଗ୍ରେସ ଆଡ଼କୁ ମୁହାଁଇବେ।